ମୁଁ ତ କହିବି ଆଠୁ ସହଜ ପୋଡ଼ପିଠା ଆଉ କିଛି ହେଇ ନପାରେ। ପୋଡ଼ପିଠା ବନେଇ ନ ଜାଣିଥିବା ଲୋକ ମଧ୍ୟ ଏଇ ପୋଡ଼ପିଠାକୁ ଅତି ସହଜରେ ବନେଇ ପାରିବେ। କାହିଁକି ନା ଭାଗମାପ ଅତି ସହଜ। ନା ଆପଣଙ୍କୁ ବିରି ଚାଉଳ ଦରକାର ପଡ଼ିବ, ନା ବତୁରେଇବା ପାଇଁ ଟେନସନ୍, ନା ବାଟିବା ପାଇଁ ଟେନସନ୍। ଅତି ସହଜରେ ଆଜି ଆମେ ତିଆରି କରିବା ସୁଜି ପୋଡ଼ପିଠା। ଏଇଠି ଆପଣମାନେ ପୋଡ଼ପିଠାର କଲର୍ ଆଉ ଟେକ୍ସଚର ଦେଖିକି ଜାଣିପାରୁଥିବେ ଯେ ଏହା କେତେ ପରଫେକ୍ଟ ତିଆରି ହେଇଥିବ। ଆଉ ଏଇ ପୋଡ଼ପିଠାକୁ ଦେଖିକି କେହି ବି କହିପାରିବେନି ଯେ ଏହା ଆମେ ସୁଜିରେ ତିଆରି କରିଛେ ବୋଲି। ବାକି ସବୁ ପୋଡ଼ପିଠା ପରି ଏଇ ପୋଡ଼ପିଠା ମଧ୍ୟ ଖାଇବାକୁ ଅତି ସ୍ୱାଦିଆ ଲାଗିବ। ପରଫେକ୍ଟ ସୁଜି ପୋଡ଼ପିଠା ବନେଇବା ପାଇଁ ସବୁ ଟିପ୍ସ ଆଣ୍ଡ ଟ୍ରିକ୍ସ ସେୟାର କରିଛି, ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ସୁଜି ପୋଡ଼ପିଠା ପାଇଁ ଏଇଠି ଦେଖନ୍ତୁ ଗୋଟେ ଜାଗାରେ ଗୋଟେ ଗ୍ଲାସରେ ମାପିକି ମୁଁ ଫୁଲ୍ ଗୋଟେ ଗ୍ଲାସ ବା ପାଖାପାଖି 200ରୁ 250 ଗ୍ରାମର ନେଇଛି ସରୁଦାନାବାଲା କଞ୍ଚା ସୁଜି। ଏଇଠି ଯେମିତି ଗୋଟେ ଗ୍ଲାସରେ ମାପିକି ମୁଁ ସୁଜି ନେଇଛି, ଆପଣମାନେ ଗୋଟେ ଜାଗା ସେଟ୍ କରନ୍ତୁ, ସେଇଥିରେ ସୁଜି ମାପିକି ନେବେ ଆଉ ସେଇ ଜାଗାରେ ହିଁ ଆପଣମାନେ ପାଣିକୁ ମାପିକି ନେବେ। ପୋଡ଼ପିଠାର ଟେକ୍ସଚର ଭଲ ଆସିବା ପାଇଁ ଆଉ ଟେଷ୍ଟ ଆଉ ଟିକେ ବଢ଼ିବା ପାଇଁ ଆମେ ଏଇଠି 2 ବଡ଼ ଚାମଚ ଦେବା ଗହମ ଅଟା। ଆପଣମାନେ ଗହମ ଅଟା ଜାଗାରେ ଚାଉଳ ଚୁନା 2 ଚାମଚ ମଧ୍ୟ ନେଇପାରିବେ। ନାଇଁ ତ ଆପଣ ଯଦି ଚାହିଁବେ କେବଳ ସୁଜିରେ ମଧ୍ୟ এই ପୋଡ଼ପିଠାକୁ ବନେଇ ପାରିବେ। ଏଇଠି ମୁଁ ଅଟା ଆଉ ସୁଜିକୁ ଭଲ ଭାବରେ ଶୁଖିଲାରେ ଗୋଳେଇ ନେଇଛି। ଆକୁ ସାଇଡ଼ରେ ରଖିବା। ଏପଟେ ଦେଖନ୍ତୁ ଫ୍ଲେମ୍ ଅନ୍ କରିକି ବସେଇଛି ଗୋଟେ କଡ଼େଇ। କଡ଼େଇକୁ ଆମେ ଗରମ କରିବା ଆଉ ସେଥିରେ ଆମେ ଦେବା ମାପିକି ପାଣି। ତ ଯେଉଁ ଗ୍ଲାସରେ ମୁଁ ନେଇଥିଲି ସୁଜି ସେଇ ସେମ୍ ଗ୍ଲାସରେ ମାପିକି ମୁଁ 2.5 ଗ୍ଲାସ ଦେବି ପାଣି। ମାନେ ଯେତିକି ଆପଣ ସୁଜି ନେଇଥିବେ ନା ତାର 2.5 ଗୁଣା ଦେବେ ପାଣି। ତାହେଲେ ଯାଇକି ଆପଣଙ୍କର ଯନ୍ତଣୀଟା ପୁରା ପରଫେକ୍ଟ ତିଆରି ହେବ ଆଉ ସୁଜି ଭଲ ଭାବରେ ସିଝି ପାରିବ। ଧ୍ୟାନ ରଖନ୍ତୁ ଯେଉଁ ଜାଗାରେ ସୁଜି ମାପିକି ନେଇଥିବେ ସେଇ ଜାଗାରେ ପାଣିକୁ ମାପିକି ନେବେ ଆଉ ପାଣି କମ୍ କରିବେନି, ସଠିକ୍ ପାଣି ଦେବେ। ଯେହେତୁ ପିଠା ଜିନିଷ ବା ମିଠା ଜିନିଷ ବନଉଛେ ସେଥିପାଇଁ ଆମେ ଏଥିରେ ଅଧା ଛୋଟ ଚାମଚ ଦେବା ଲୁଣ ଆଉ ମିଠା ପାଇଁ ଏଥିରେ ଆମେ ଦେବା ଗୁଡ଼। ତ ଦେଖନ୍ତୁ ସେଇ ସେମ୍ ଗ୍ଲାସରେ ମାପିକି ମୁଁ 3/4 କପ୍ ବା ପାଖାପାଖି 200 ଗ୍ରାମର ନେଇଛି ଗୁଡ଼। ଗୋଟେ କପ୍ ସୁଜି ପାଇଁ ଅଧା କପ୍ରୁ ଟିକେ ଅଧିକା ମୁଁ ଗୁଡ଼ ନେଇଛି। ଗୁଡ଼ ଜାଗାରେ ଆପଣମାନେ ଚିନି ନେଇପାରିବେ, କିନ୍ତୁ ଗୁଡ଼ ଦେଲେ ବାସ୍ନା ଭଲ ଆସିବ, ପିଠାର କଲର୍ ମଧ୍ୟ ଭଲ ଆସିବ। ଏବେ ଆମେ ଏଥିରେ ଗୋଟେ ତେଜପତ୍ର ଆଉ ଗୋଟେ ବଡ଼ ଚାମଚ ଛେଚା ଅଦା ଦେବା। ଏହା ସହିତ ଆମେ କୋରା ନଡ଼ିଆ ଆଉ କଟା ନଡ଼ିଆ ଦେବା। ଏଇଠି ମୁଁ ବଡ଼ ଫାଳେ ନଡ଼ିଆକୁ କୋରିକି ନେଇଛି ଆଉ ଅଧା ନଡ଼ିଆକୁ ମୁଁ କାଟିକି ଛୋଟ ଛୋଟ କରିକି ନେଇଛି। କଟା ନଡ଼ିଆ ଦେଲେ ପୋଡ଼ପିଠା ଖାଇଲା ବେଳେ ପାଟିରେ ଖଣ୍ଡେ ଖଣ୍ଡେ ବାଜିବ, ଟେଷ୍ଟ ବହୁତ ବଢ଼ିଆ ଲାଗିବ। ଗୋଟେ ଛୋଟ ଚାମଚ ଦେଇଛି ପାନ ମଧୁରୀ ଆଉ ଗୋଟେ ଛୋଟ ଚାମଚ ଦେଇଛି ଗୁଜୁରାତି ଗୋଲମରିଚର ଗୁଣ୍ଡ। ପୋଡ଼ପିଠାକୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ଏଇଠି ମୁଁ ଗୋଟେ ଚାମଚ ନେଇଛି କଟା କାଜୁ, ଗୋଟେ ଚାମଚ ନେଇଛି କଟା କିସମିସ। ଡ୍ରାଏ ଫ୍ରୁଟ୍ସ ଏଠି ବିଲକୁଲ ବି ଅପସନାଲ ଅଛି, ଆପଣ ଚାହିଁଲେ ଦେଇପାରିବେ ନ ଦେଇପାରିବେ। ଏବେ ଆମେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା ଆଉ ଫ୍ଲେମ୍କୁ ହାଇ କରିଦେବା। 3-4 ମିନିଟ୍ ପାଇଁ এই ପାଣିକୁ ଫୁଟେଇବା, ଯେଉଁଥିପାଇଁ କି ଗୁଡ଼ ଭଲ ଭାବରେ ମେଲ୍ଟ ହେଇଯିବ ଆଉ ଯାହା ବି ଆମେ ମସଲା ପକାଇଛେ ତାର ବାସ୍ନା ମଧ୍ୟ ଏଥିରେ ଆସିଯିବ। 3-4 ମିନିଟ୍ ଫୁଟିଗଲା ପରେ ଏଥିରେ ଆମେ 2 ଚାମଚ ଦେବା ଗୁଆ ଘିଅ। ବହୁତ ବଢ଼ିଆ ଫ୍ଲେଭର ଆସିବ, ତା ଛଡ଼ା ଆମ ଯନ୍ତଣୀଟା ଏକଦମ ସ୍ମୁଥ୍ ତିଆରି ହେବ। ଘିଅକୁ ଦେଇକି ଗୋଳେଇ ସାରିଲା ପରେ ଗ୍ୟାସ୍ର ଫ୍ଲେମ୍କୁ ପୁରା ସ୍ଲୋ କରିଦେବା। ସ୍ଲୋ ଫ୍ଲେମ୍ରେ ଆମେ ସୁଜି ଅଟାକୁ ଯେଉଁ ଗୋଳେଇକି ରଖିଥିଲେ ନା ମିକ୍ସ କରିକି, ତାକୁ ଆମେ ଗୋଟିଏ ହାତରେ ଅଳ୍ପ ଅଳ୍ପ କରିକି ପକାଇବା ଆଉ ଗୋଟିଏ ହାତରେ କଣ୍ଟିନ୍ୟୁଅସଲି ଏମିତି ଗୋଳେଇବା, ଯେଉଁଥିପାଇଁ କି ସୁଜିର ଯେଉଁ ଯନ୍ତଣୀ ଆମେ ତିଆରି କରୁଛେ ସେଇଟା ଏକଦମ ସ୍ମୁଥ୍ ତିଆରି ହେବ। ଏଥିରେ ଲମ୍ପସ୍ ପଡ଼ିବନି ବା ଗେଟା ବାନ୍ଧିବନି। ଏତିକି ଧ୍ୟାନ ରଖିବେ, ଗ୍ୟାସ୍ର ଫ୍ଲେମ୍କୁ ସ୍ଲୋ ହିଁ ରଖିବେ, ବିଲକୁଲ ବି ହାଇ କରିବେନି, ନହେଲେ ଲମ୍ପସ୍ ହେବାର ବହୁତ ଚାନ୍ସ ଅଛି। ଲୋ ଫ୍ଲେମ୍ରେ ଗୋଳେଇ ଗୋଳେଇ ପୁରା ଗାଢ଼ା ହେଲା ପର୍ଯ୍ୟନ୍ତ ଆକୁ ଆମେ ଜନ୍ତିବା। ଯେତେ ଯେତେ ଆପଣମାନେ ଆକୁ ଗୋଳେଇ ଗୋଳେଇ ଯିବେ ନା ଇଏ ପୁରା ଗାଢ଼ା ହେଇଯିବ ବା ଶୁଖିଲା ହେଇଯିବ ଆଉ ଗୋଟିଏ ଜାଗାରେ ଗଦା ହେବ ଆଉ ଗୋଟେ ଡୋ ସେପ୍କୁ ପଳେଇ ଆସିବ। ଦର୍ଶକ ବନ୍ଧୁ, ଆଜିର ରେସିପି ଯଦି ଆପଣଙ୍କୁ ପସନ୍ଦ ଆସିବ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଆପଣ ଯଦି ନୂଆ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ଲୋ ଫ୍ଲେମ୍ରେ କିଛି ସମୟ ଆଉ ଜନ୍ତିଲା ପରେ ଦେଖିପାରୁଥିବେ ଯନ୍ତଣୀ ଗୋଟେ ଡୋ ସେପ୍କୁ ପଳେଇ ଆସିଲାଣି, କଡ଼େଇରୁ ଛାଡ଼ି ଆସୁଛି ଆଉ ଯନ୍ତଣୀର କଲର୍ ଦେଖନ୍ତୁ କେତେ ବଢ଼ିଆ ଆସିଛି ଆଉ ସୁଜି ମଧ୍ୟ ସିଝିଗଲାଣି। ଏବେ ଆମେ କ'ଣ କରିବା, ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିକି ଘୋଡ଼େଇ ନେବା ଆଉ ବାହାରକୁ ନେଇ ଆସିବା। ସୁଜି ପୋଡ଼ପିଠାକୁ ଏଠି ମୁଁ ପ୍ରେସର କୁକରରେ ପୋଡ଼ିବି, ଆପଣମାନେ କଡ଼େଇରେ ବା ଡେକ୍ଚିରେ ପୋଡ଼ିବେ। ଯେକୌଣସି ବାସନ ନେଉଛନ୍ତି ସେଇଟା ମୋଟାଳିଆ ଦେଖିକି ନେବେ, ତାହେଲେ ଯାଇକି ପିଠା ବହୁତ ପୋଡ଼ିଯିବନି, ଯେତିକି ପୋଡ଼ିବା କଥା ଠିକ୍ ଭାବରେ ପୋଡ଼ି ହେବ। ଏଇଠି ମୁଁ ପ୍ରେସର କୁକରରେ ଟିକେ ଘିଅ ଲଗାଇ ନେଇଛି ଆଉ ତା ଉପରେ କଦଳୀ ପତ୍ର କିଛି ମୁଁ ସେଟ୍ କରିନେଉଛି। କଦଳୀ ପତ୍ରକୁ ଟିକେ ନିଆଁରେ ସେକି ନେବେ, ଯେଉଁଥିପାଇଁ କି ନରମ ହେଇଯିବ। ଆପଣମାନେ ଠିକ୍ ଭାବରେ କଦଳୀ ପତ୍ରକୁ ପ୍ରେସର କୁକରରେ ସେଟ୍ କରିପାରିବେ। କଦଳୀ ପତ୍ର ଦେବା ଦ୍ୱାରା କ'ଣ ହେବ, ପିଠାରେ ଭଲ ବାସ୍ନା ଆସିବ ଆଉ ପିଠା ତଳୁ ବେଶୀ ପୋଡ଼ିଯିବନି। କଦଳୀପତ୍ର ଜାଗାରେ ଆପଣମାନେ ଶାଳ ପତ୍ର ମଧ୍ୟ ନେଇପାରିବେ। ଏବେ ଆମେ କଦଳୀପତ୍ର ଉପରେ ଆଉ କିଛି ଘିଅ ଦେଇକି ଚାରିଆଡ଼େ ସ୍ପ୍ରେଡ୍ କରିନେବା ଆଉ କୁକରର ଚାରି ସାଇଡ଼୍ରେ ମଧ୍ୟ କଦଳୀପତ୍ର ଲଗାଇବେ ଆଉ ଘିଅ ମଧ୍ୟ ଲଗାଇବେ। ତ ଏବେ ଦେଖନ୍ତୁ ମୁଁ କିଛି ନଡ଼ିଆ ଖଣ୍ଡକୁ ତଳେ ସଜେଇ ନେଉଛି ଆଉ ତା ଉପରେ ଆମେ ଆମର ଯନ୍ତଣୀକୁ ଦେବା। ଏଇଠି ଧ୍ୟାନ ରଖିବେ,
जंतणी कर सारा पर सांगे सांगे पोड़पिठा करने आपण मैंने सेट करेंगे माने जंतणी को बिल्कुल भी ठंडा करेंगे गरम गरम व्यवहार करेंगे। सब जंतणी की दे सारा पर एबे आमे कौन करवा ना स्पैचुला रे एभली भाबरे जंतणी को टिके प्रेस करनबा नहल तो आपण मैंने एमिति पानी हाथ होइकी पिठा को ऊपर एभली भाबरे प्रेस करनेबे पिठा ऊपरटा चिकन करनेबे आ ता छडा हल्का हाथ रे एमिति प्रेस करबा द्वारा आपणकर पोड़ पिठाटी तळु ऊपर पर्यंत भल भाव सामान होगी तैयारी हम। एबे आमे पिठा उपरे किछि कटा नड़िया आ काजू देकी सजाई देबा एइभली टिके दबेकी देबे नहले नड़िया काजू बाहरी जिवो आपण माने निज हिसाब रे एठी पोड़ पिठा को सजाई पारिबे। एबे आमे ऊपरे आउ 2-3 चामच घिओ देकी भल भाव स्प्रेड करनबा पिठारे भल कलर आसीबो ऊपरु आउ साइन भी आसीबो आ एबे आमे खंडे 2 खंड कदली पत्र को पिठा ऊपर दे देबा जोथि पई कि पोड़ पिठा पोड़िला बेले जो स्टीम टा तैयारी हबो सेटा पिठा ऊपर पड़िबनी। एबे आमे फ्लेम ऑन करके कुकर को बसेबा आउ एटी देखंतु प्रेशर कुकर रो गैसकेट को काढिबेनी केवल हुइसिल को बाहर करिवे और लीड को आमे कवर करनबा। आपण जदि डेक्ची बा कड़ाई रे करूथिबे भलो भाबरे घोड़ेबे। प्रथमे आमे गैस रो फ्लेम को हाई रे रखिबा 2 ରୁ 3 मिनिट पई तापरे गैस रो फ्लेम को पूरा स्लो कर देबा। स्लो फ्लेम रे 40 ରୁ 45 मिनिट पर्यंत पिठा को पोड़िबा बा बेक करिबा। एइटी पाखापाखि 45 मिनिट खंडे हे गलानी। एबे आमे लीड को काढिबा। मु एटी जेतिकी साइज रो पिठा बनेइची मते 40 ରୁ 45 मिनिट लागिला से हिसाब रे आपनकर पिठार साइज को नेकी आपनको समय कम अधिका लागि पारे। एई समय रे आपन जदि नाइफ रे पिठार मझी को चेक करिवे ना आपनको पिठा कंचा थिला भली लागिवो ताहले आपन जानिबे केमिति पिठा हेइची कि नाइ बोली। देखिबे पिठार कलर पूरा चेंज हे जिवो पिठा ऊपर पूरा सुखिला देखा जिवो आ पिठार चारि कड़रो मध्ये बढ़िया कलर हे जिवो पत्ररो पिठा पूरा छाड़ी आसीबो। एमिति हेले जानिबे पिठा गोटे पटु हेइ गला। एबे आमे पिठार आरपट साइड को पोड़िबा सेति गोटे एठी मु तावा नेइची तावा उपरे किछि कदली पत्र देकी ता उपरे किछि घिओ को लगेइ नउची। पिठा को दुई साइड रो पोड़ी देले कोन हबो ना पिठाटा भलो भाबरे सिझि जिवो आ टेस्ट मध्ये भलो आसीबो। एठी देखंतु तावा उपरे मु पिठा को ओल्टेइ नेइची आ देखिबा अरते मु पत्र काढी के देखौची केते सुंदर भाबरे तळपटु पोड़ी हेइची पिठाटी। एठी मु पिठा उपरे कदली पत्र पुणी थरे देकी घोड़ेइ नउची से सेम प्रेशर कुकर को ओल्टे की घोड़े नउची। गैस रो फ्लेम को स्लो करिबा आ 10 ରୁ 15 मिनिट पई पिठा को आउ गोटे पटरु पोड़ी हवा पई छाड़िबा। लो फ्लेम रे पिठा आउ गोटे पटु 15 मिनिट पोड़ी हे जाईची। एबे आमे गैस रो फ्लेम को ऑफ करनबा। पिठार दुई साइड पोड़ी हवा को पाखापाखि मते गोटे घंटा लागि गला आपन को कम अधिक समय लागि पारे। एबे आमे पिठा को 3-4 घंटा पई ठंडा करिबा पंखा तळे रखि दियंतु बा ठंडा जगह रे टिके रखि दियंतु तापर जाइकी काटिबे। गरम थिबा अवस्था रे आपण जदि पिठा को काटिबे आपनकर पिठा कंचा थिला भली आपण को लागिवो। सबटु बेस्ट रहइबो आपण माने पोड़ पिठा को राती समय रे तयारी करंतु और राती सारा पोड़ पिठा को ठंडा हवा पई छाडंतु आ सकाळ को देखिबे पोड़ पिठा पूरा सेट हे जाइतिबो आ आपण माने अति सहज रे बहुत भलो भाबरे पोड़ पिठा को काटि परिबे। एइठी पिठा ठंडा हवार हे गलानी पाखापाखि 2 घंटा एबे भी पिठा हल्का हल्का उषुम अछि तथापि मु आपण को काटि के देखौची पिठा भितरु बहुत भलो भाबरे सिझि जाइछि आ काटिबारु आपण माने जानि परथिबे जे एहा केते नरम भी तयार हेछि आ पिठार कलर टेक्सचर केते परफेक्ट आसी आपण माने एटी देखिकि भी जानि परथिबे। वीडियो रे जहाँ भी छोट छोट टिप्स मु शेयर करछि ना सब को आपण माने फॉलो करंतु आसुथिबा रज रे सुजी पोड़ पिठा को तयारी करंतु आ केमिति लागिला आपनक अनुभूति मो सहित शेयर करंतु। ताले आज पई रहउची पुणी आसीबे आ गोटे नुवा रेसिपी नेकी सेही पर्यंत रहिली। नमस्कार बाय जय जगन्नाथ।